ନମ୍ବର 1 ବଜି କରିବା ହେଲା କାଳ ଜୀବନ ନେଇଗଲେ ସାଙ୍ଗସାଥୀ ବଜି କରିବା ହେଲା କାଳ ଗୋରୁ ଡାକି ନେଲେ ସାଙ୍ଗସାଥୀ ଓଇ ବଜି ବି କଲେ କିନ୍ତୁ ସକାଳୁ ପରିବା ବଗିଚାରେ ପଡ଼ିଥିଲା ଜଣଙ୍କର ମର ଶରୀର ସାଙ୍ଗସାଥୀ ଓଇ ବଜି କରୁ କରୁ କେହି ଯେ କାହାର ଜୀବନ ନେଇଯିବ ସେ କଥା କାହାକୁ ବା ଜଣାଥିଲା। କୋରାପୁଟ ଜିଲ୍ଲା ବରିଗୁଡ଼ା ନକୁଳଗୁଡ଼ା ଗାଁରେ ଜଗନ୍ନାଥ ମାଝୀ ବଜି ପାଇଁ ଯାଇଥିଲେ କିନ୍ତୁ ରାତିରେ ଘରକୁ ଫେରି ନଥିଲେ। ସକାଳୁ ହେବାରୁ ଜଗନ୍ନାଥଙ୍କୁ ତାଙ୍କ ମା ବହୁତ ଖୋଜାଖୋଜି କରିଥିଲେ। ସବୁ ପରେ ବି ଜଗନ୍ନାଥଙ୍କୁ ନ ପାଇବାରୁ ଘର ପଛପଟ ପରିବା ବାଡ଼ିକୁ ଯାଇଥିଲେ। ସେଠାରେ ପଡ଼ିଥିଲା ଜଗନ୍ନାଥଙ୍କ ମର ଶରୀର। ପୁଅକୁ ଏମିତି ଅବସ୍ଥାରେ ଦେଖି ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା। ସଙ୍ଗେ ସଙ୍ଗେ ଗାଁକୁ ଲୋକଙ୍କୁ ଖବର ଦେଲେ। ଖବର ପାଇ ଗାଁ ଲୋକଙ୍କ ସହ ପୋଲିସ ବି ପହଞ୍ଚିଲା। ନମ୍ବର 2 ଇପିଓ ହୋଲ୍ଡରଙ୍କ ପାଇଁ ଗୁଡ୍ ନ୍ୟୁଜ୍। ଏହି ଦିନଠୁ ଏଟିଏମ୍ରୁ ଉଠାଇ ପାରିବେ ଟଙ୍କା। ଇପିଏଫ୍ଓ ଆକାଉଣ୍ଟଦାରୀଙ୍କ ବିଷୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇପିଏଫ୍ଓ ଚଳିତ ବର୍ଷ ଜୁନ୍ ସୁଦ୍ଧା ଏହାର ସବସ୍କ୍ରିପସନ୍ ଅପଡେଟ୍ କରିବେ। ଏହାର ଅର୍ଥ ଇପିଏଫ୍ଓ 3.0 ଆରମ୍ଭ ହେବ। କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ଇପିଏଫ୍ଓର ନୂତନ ବ୍ୟବସ୍ଥା ଦେଶରେ ବ୍ୟାଙ୍କିଂ ସିଷ୍ଟମ ଭଳି କାମ କରିବ। ଏହାର ସୁବିଧା ମଧ୍ୟ ଯେକୌଣସି ବ୍ୟାଙ୍କ ପରି ହେବ ଏବଂ ଆକାଉଣ୍ଟଦାରୀଙ୍କ ଏକ ଏଟିଏମ୍ କାର୍ଡ ଯୋଗାଇ ଦିଆଯିବ। ଏହାର ସମସ୍ତ ସୂଚନା ଇପିଏଫ୍ଓ ୱେବସାଇଟରେ ଅପଲୋଡ ହେବ ଏବଂ ଅଧିକ ବ୍ୟବହାରକାରୀ ପାଇଁ ୱେବସାଇଟରେ ଇଣ୍ଟରଫେସକୁ ସରଳ ଢଙ୍ଗରେ କାର୍ଯ୍ୟ କରିବା ଉପରେ ଧ୍ୟାନ ଦିଆଯାଇଛି। ନମ୍ବର 3 ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ମନ୍ଦିରକୁ ପ୍ରବେଶ କରିବା ସମୟରେ ଖସି ପଡ଼ିଲା ଡ୍ରୋନ୍। ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବଡ଼ ଧରଣର ତ୍ରୁଟି। ଗତ 2 ତାରିଖରେ ଝାରସୁଗୁଡ଼ା ଜାଡ଼େଶ୍ୱର ମନ୍ଦିରରେ ପ୍ରବେଶ କରିବା ସମୟରେ ଏକ ଅଚିହ୍ନା ଡ୍ରୋନ୍ ତାଙ୍କ ପାଖରେ ଖସି ପଡ଼ିଥିଲା। କଡ଼ା ସୁରକ୍ଷା ବଳୟ ଭିତରେ ଡ୍ରୋନ୍ଟି ଅତର୍କିତ ଭାବେ ଖସି ପଡ଼ିଥିଲା। ଫଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚମକି ପଡ଼ିଥିଲେ, ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ତେବେ ପିଏସ୍ଓ ଉପସ୍ଥିତ ପୋଲିସ ଡ୍ରୋନ୍କୁ ପାଦରେ ଏଡ଼ାଇ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ୱାଭାବିକ ଢଙ୍ଗରେ ଚାଲିଥିଲା। କୌଣସି ବ୍ୟକ୍ତି ଫଟୋ ଉଠାଇବା ଉଦ୍ଦେଶ୍ୟରେ ଏହି ଡ୍ରୋନ୍ ଉଡ଼ାଇଥିବା ଜଣାପଡ଼ିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଏଭଳି ଡ୍ରୋନ୍ ଉଡ଼ାଇବାକୁ କିଏ ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନମ୍ବର 4 2 ଭାଜପା କର୍ମୀଙ୍କ ଉପରେ ଜାଣିଶୁଣି ଆଇବା ମଡ଼ାଇ ଦେଲେ ଚାଳକ। ବାର୍ଲା ଥାନା ଅନ୍ତର୍ଗତ ଆକଟାପାଲି ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦ ସଡ଼କ ଦୁର୍ଘଟଣାରେ 2 ବରିଷ୍ଠ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ଆଇବା ଧକ୍କାରେ କାରରେ ଥିବା ଗୋସାଡ଼ ଭାଜପା ମଣ୍ଡପ ସଭାପତି କରଡ଼ଳା ନିବାସୀ ଦେବେନ୍ଦ୍ର ନାୟକ ଓ କରଡ଼ଳା ପୂର୍ବତନ ସରପଞ୍ଚ ଚାରପାଲି ନିବାସୀ ମୁରଲୀ ଚୌଜିଆଙ୍କ ସଚେତନତା ମୃତ୍ୟୁ ଘଟିଛି। ଅନ୍ୟ 2 ଜଣ ଗୁରୁତର ହୋଇ ଭୀମସାରରେ ଭର୍ତ୍ତି ହୋଇଛନ୍ତି। ପ୍ରାଥମିକ ସ୍ତରରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଆଇବା ଚାଳକ ଗୋଡ଼ାଇ ଗୋଡ଼ାଇ କାରକୁ ଧକ୍କା ଦେଇ ଆକଟାପାଲି ଗ୍ରାମ ମଧ୍ୟରେ ଏକ ବୁଦା ମଧ୍ୟକୁ 10ରୁ 5 ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଚାଳକକୁ ଅଟକାଇ ରଖି ପଚରାଉଚରା କରୁଛି ପୁଲିସ। ନମ୍ବର 5 ଅବିବାହିତ ଦମ୍ପତିଙ୍କୁ ଓୟୋ ହୋଟେଲ ମନା। ଅବିବାହିତ ଦମ୍ପତିଙ୍କୁ ଏଣିକି ମନା ହେବ ଓୟୋ ହୋଟେଲ। କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଛି ନୂଆ ଚେକ୍ ଇନ୍ ପଲିସି। ଏହି ଯୋଜନାର ମିରଟରୁ ଆରମ୍ଭ ହୋଇଛି। ନୂଆ ନିୟମ ଅନୁସାରେ ଯେଉଁ ଦମ୍ପତିଙ୍କୁ ଚେକ୍ ଇନ୍ କରିବେ ସେମାନେ ନିଜର ସମ୍ପର୍କରେ ବୈଧ ପ୍ରମାଣପତ୍ର ଦାଖଲ କରିବେ। ଏପରିକି ଓୟୋରେ ବୁକିଂ ବେଳେ ଏହି ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ବିଭିନ୍ନ ସିଭିଲ ସୋସାଇଟି ଗ୍ରୁପ ପକ୍ଷରୁ ମିଳିଥିବା ପ୍ରସ୍ତାବ ଅନୁସାରେ ଓୟୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପ୍ରଥମରେ ଏହି ଯୋଜନା ମିରଟରୁ ଆରମ୍ଭ କରାଯାଇଛି। ପରେ ଅନ୍ୟାନ୍ୟ ସହରରେ ବି ଏହି ନିୟମ କାର୍ଯ୍ୟକାରୀ ହେବ। ଆତିଥ୍ୟ କ୍ଷେତ୍ରରେ ନିରାପଦ ବ୍ୟବସ୍ଥା ଓ ଦାୟିତ୍ୱବୋଧ ସ୍ୱରୂପ ଏହି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଓୟୋ ନର୍ଥ ଇଣ୍ଡିଆନ୍ର ମୁଖ୍ୟ ପବର୍ସ ଶର୍ମା। ନମ୍ବର 6 ଇ-ଶ୍ରମ କାର୍ଡ ନୂଆ ବର୍ଷରେ ନୂଆ ଲିଷ୍ଟ ତାଲିକାରେ ନାମ ଥିଲେ ମାସକୁ ମିଳିବ 1000 ଟଙ୍କା। ନୂଆ ବର୍ଷରେ ଆରମ୍ଭ ହୋଇଛି। ନୂଆ ବର୍ଷ ଲୋକଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଇ-ଶ୍ରମ କାର୍ଡ ଯୋଜନାରେ ନୂତନ ତାଲିକା ସରକାର ପ୍ରକାଶ କରିଛନ୍ତି। ତାଲିକାରେ ଅନ୍ତର୍ଭୁକ୍ତ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ବାସ୍ତବରେ ଶ୍ରମିକଙ୍କ ଅସଂଗଠିତ କ୍ଷେତ୍ର ସହିତ ଜଡ଼ିତ ଯାହାର ଇ-ଶ୍ରମ କାର୍ଡ ଅଛି କିମ୍ବା ଯେଉଁମାନେ କାର୍ଡ ତିଆରି ପାଇଁ ଆବେଦନ କରିଛନ୍ତି ଏଭଳି ଶ୍ରମିକଙ୍କ ପାଇଁ ବଡ଼ ଖବର ଆସିଛି। ପ୍ରକୃତରେ ଇ-ଶ୍ରମ କାର୍ଡ ସହ ଜଡ଼ିତ ହିତାଧିକାରୀ ତାଲିକା ନିକଟରେ ଭାରତ ସରକାର ପ୍ରକାଶ କରିଛନ୍ତି। କାରଣ କୌଣସି ଯୋଜନାର ଲାଭ କେବଳ ହିତାଧିକାରୀ ତାଲିକାରେ ଅନୁଯାୟୀ ଉପଲବ୍ଧ। ଇ-ଶ୍ରମ କାର୍ଡ ତାଲିକାରେ ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଅଫିସିଆଲ ପୋର୍ଟାଲରେ ଅପଲୋଡ ହୋଇଛି। ନମ୍ବର 7 ନୂଆ ବର୍ଷରେ ଗ୍ରାହକଙ୍କୁ ଗିଫ୍ଟ ଦେଲା ବିଏସଏନଏଲ ବଢ଼ାଇଲା ପ୍ଲାନର ଭାଲିଡିଟି। ନୂଆ ବର୍ଷ ଅବସରରେ ସରକାରୀ ଟେଲିକମ କମ୍ପାନୀ ଭାରତର ସଞ୍ଚାର ନିଗମ ଲିମିଟେଡ୍ ଗ୍ରାହକଙ୍କୁ ଏକ ଖାସ ଉପହାର ଦେଇଛି। ବିଏସଏନଏଲ ଏହାର ଏକ ପ୍ରିପେଡ୍ ଯୋଜନାର ବୈଧତାକୁ 1 ମାସ ବଢ଼ାଇ ଦେଇଛି ଏବଂ ଏଥିପାଇଁ ଗ୍ରାହକଙ୍କଠାରୁ କୌଣସି ଅତିରିକ୍ତ ଦେୟ ଆଦାୟ କରାଯିବ ନାହିଁ। ଏହି ପରିବର୍ତ୍ତନ ପରେ ବିଏସଏନଏଲର 2399 ଟଙ୍କା ପ୍ଲାନ ବର୍ତ୍ତମାନ 395 ଦିନ ପରିବର୍ତ୍ତେ
425 ଦିନ ପାଇଁ ବ୍ୟବଧାନ ହେବ। ଏହାର ଅର୍ଥ ହେଉଛି ଥରେ ରିଚାର୍ଜ ହେବା ପରେ ଗ୍ରାହକଙ୍କ କୌଣସି ବ୍ୟବଧାନ ଚିନ୍ତା ନକରି 14 ମାସ ପାଇଁ ସେବା ବ୍ୟବହାର କରିବାକୁ ସକ୍ଷମ ହେବେ। ବର୍ତ୍ତମାନ ଗ୍ରାହକମାନେ ବିଏସ୍ଏନ୍ଏଲ୍ର 2,399 ଟଙ୍କା ଯୋଜନାରେ ପୂର୍ବ ଅପେକ୍ଷା ଅଧିକ ଲାଭ ପାଇବେ। ଏହି ଯୋଜନାରେ ବର୍ତ୍ତମାନ 425 ଦିନର ବ୍ୟବଧାନ ଏବଂ ମୋଟ 850 ଜିବି ଡାଟା ରହିବ। ନମ୍ବର 8 କମୁଛି ପାରଦ, ବଢୁଛି ଶୀତ। ଘନକୁହୁଡ଼ି ପାଇଁ 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ରାଜ୍ୟରେ ଏବେ ଜାରି ରହିଛି ଶୀତର ପ୍ରକୋପ। ଘନକୁହୁଡ଼ି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଖସୁଛି ତାପମାତ୍ରା। ଏବେ ପ୍ରବଳ ଝାଳରେ ଅସ୍ତବ୍ୟସ୍ତ ହୋଇ ଜନଜୀବନ। 2ରୁ 3 ଡିଗ୍ରୀ ସେଲସିୟସ୍ ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏହାଦ୍ୱାରା ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି। ଆସନ୍ତା ସପ୍ତାହ ଯାଏଁ ଅର୍ଥାତ୍ 9 ତାରିଖ ଯାଏଁ ପାଗ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଅନୁଭୂତ ହେବ। ଘନକୁହୁଡ଼ି ପାଇଁ ଆଜି 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ 24 ଘଣ୍ଟାରେ ଫୁଲବାଣୀ ସର୍ବନିମ୍ନ ତାପମାତ୍ରା 7.5 ଡିଗ୍ରୀ ରହିଥିଲା। 10 ଡିଗ୍ରୀ ତଳେ ଥିଲା ଛଅ ସହର ତାପମାତ୍ରା। ଗତ 24 ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ 7.5 ଡିଗ୍ରୀ ରହିଥିଲା। ନମ୍ବର 9 ଆଧାର କାର୍ଡକୁ ନେଇ ବଦଳିଲା ନିୟମ। ତୁରନ୍ତ ନ କଲେ ଏହି କାମ ଦେବେ 1500। ଆପଣଙ୍କ ଆଧାର କାର୍ଡକୁ 10 ବର୍ଷ ପୂରଣ ହୋଇଛି କି? ଯଦି ହଁ, ତେବେ ଏହି ଖବର ବେଶ୍ ଜରୁରୀ। ନ ଜାଣିଲେ ଗଡ଼ିବେ ଦଣ୍ଡ। ଭାରତରେ ଆଧାର କାର୍ଡକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦଲିଲ ଭାବେ ବିବେଚନା କରାଯାଏ। କାରଣ ଦେଶର ପ୍ରତ୍ୟେକ ନାଗରିକଙ୍କର ସ୍ୱତନ୍ତ୍ର ଆଇଡି ନମ୍ବର ଏଥିରେ ଛପାଯାଇଛି। ଏହା ସହିତ ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ଏକ ନୂଆ ସିମ୍ କାର୍ଡ କାଢ଼ିବା ପର୍ଯ୍ୟନ୍ତ, ସରକାରୀ ଯୋଜନାରେ ଲାଭ ପାଇବା ପର୍ଯ୍ୟନ୍ତ ଆଧାର କାର୍ଡ ବ୍ୟବହାର କରାଯାଇଥାଏ। ବାସ୍ତବରେ କେନ୍ଦ୍ର ସରକାର 10 ବର୍ଷ ପୁରୁଣା ଆଧାର କାର୍ଡ ଅପଡେଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ଯଦିଓ ସରକାର ଏହାକୁ ବାଧ୍ୟତାମୂଳକ କରିନାହାନ୍ତି। ଯେକୌଣସି ନାଗରିକ ମୋ ଆଧାର ପୋର୍ଟାଲ କିମ୍ବା ନିକଟତମ କେନ୍ଦ୍ର ପରିଦର୍ଶନ କରି ନିଜର ଆଧାର କାର୍ଡ ଡକୁମେଣ୍ଟକୁ ଅପଡେଟ୍ କରିପାରିବେ। ନମ୍ବର 10 ଚୀନର ନୂଆ ଭାଇରସ ପାଇଁ ଭାରତରେ ଚମକା, ସତର୍କ ରହିବାକୁ ନିର୍ଦ୍ଦେଶ। ଚୀନରେ ମାଡ଼ୁଥିବା HMPVକୁ ନେଇ ଭାରତରେ ସତର୍କ। ଯଦିଓ ଆମ ଦେଶରେ ଏଯାଏଁ କୌଣସି କେସ୍ ବାହାରିନି, ତଥାପି ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ମନିଟରିଂ ଗ୍ରୁପ୍ ବୈଠକରେ ବସିଥିଲା। ବୈଠକ ପରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଚୀନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଶ୍ୱାସଜନିତ ଯେକୌଣସି ରୋଗକୁ ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଭୂତାଣୁ ବାବଦରେ ଅପଡେଟ୍ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOକୁ ଅନୁରୋଧ କରାଯାଇଥିଲା। ସୋଶାଲ ମିଡିଆ ଏକ୍ସରେ ସୂଚନା ଦେଉଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏଥିସହ ସ୍ପଷ୍ଟ କରାଯାଉଛି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ଜାରି ରହିଛି। ଭିଡିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।